ସୁଭଦ୍ରା ଯୋଜନାକୁ ନେଇଆସିଲା ବଡ଼ ଅପଡେଟ୍। କେବେ ସୁଭଦ୍ରା କିସ୍ତି ମିଳିବ ସେ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ 2 ଦିନ ତଳେ ଯାହା ରିଭ୍ୟୁ ନେଇଥିଲେ ପାଖାପାଖି 92 ଲକ୍ଷ ଲୋକ ଆବେଦନ କରିଥିବା ନେଇ ସେତେବେଳେ ଜାଣିବାକୁ ପାଇଥିଲେ। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ଏବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ତା ଆଗରୁ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ତା ସହିତ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରନ୍ତୁ। ଇକେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଥମରୁ ସ୍ଲାବ୍ ହୋଇ ପୁଣି ଲୋକଙ୍କୁ ଦିଆଯିବ। କେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ୍ କରିବେ। ପ୍ରଥମ ଥରରେ 25,11,000 ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିଛୁ। ଖୁବ୍ ଶୀଘ୍ର କୋଟିଏ ଲୋକଙ୍କ ପାଖରେ ପହଞ୍ଚିବୁ। କେହି ବ୍ୟସ୍ତ ବିବ୍ରତ କିମ୍ବା ଧୈର୍ଯ୍ୟ ହରାନ୍ତୁ ନାହିଁ। ଆଜିର ସ୍ଥିତି ମାର୍ଚ୍ଚ 8 ତାରିଖ ପରେ ଆଉ ରହିବ ନାହିଁ। ପ୍ରଥମ କିସ୍ତି ପାଇବା ପରେ ଆଉ ଏଭଳି ସ୍ଥିତି ରହିବ ନାହିଁ ବୋଲି ସେ କହିଛନ୍ତି। ତେଣୁ ମାର୍ଚ୍ଚ 8 ତାରିଖରେ ସମସ୍ତେ ଏକା ସାଙ୍ଗରେ ଦ୍ୱିତୀୟ କିସ୍ତି ପଇସା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କହିଛନ୍ତି। ସମସ୍ତ ଆବେଦନକାରୀ ସୁଭଦ୍ରା ଅଧୀନରେ ଯୋଗ୍ୟ ବିବେଚିତ ହେଉଥିବା ନିଜେ ପ୍ରମାଣିତ କରିବେ। ଏଥିପାଇଁ ଆବଶ୍ୟକ ଘୋଷଣାନାମା ଦେବେ ଏବଂ ଇକେୱାଇସି ଆବଶ୍ୟକତାରୁ ପୂରଣ କରିବେ। ଇକେୱାଇସି ପାଇଁ ଚେହେରା ପ୍ରମାଣକରଣ ସବୁଠୁ ପସନ୍ଦଯୋଗ୍ୟ। ହିତାଧିକାରୀମାନେ ସେମାନଙ୍କର ଆଧାର ନମ୍ବର ପ୍ରଦାନ କରି ସୁଭଦ୍ରା ମୋବାଇଲ ଆପ୍ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପାଦନ କରିପାରିବେ।